ଏହି ଭିଡିଓରେ ଆମେ ଗୁଣନ ପ୍ରକ୍ରିୟା ଶିଖିବା। ତେବେ ବହୁତ ଗୁଡ଼ିଏ ସଂଖ୍ୟାକୁ ନେଇକି ଏଠି ଆମେ ଗୁଣନ କରିବା। ତେବେ ପ୍ରଥମେ ମୁଁ ନେଇଛି 32 ଗୁଣନ 18। ତେବେ ଆମେ 32 କୁ 18 ରେ ଗୁଣିବା। ତେବେ 8 ଗୁଣନ 2 ହେଇଯିବ ଆମର 16। ତେବେ 16 ର 6 କୁ ଲେଖିବା, 1 କୁ ଆମେ ଦଶକ ଘର ଉପରେ ଲେଖିବା। ଏହାପରେ 8 ଗୁଣ 3 24, 1 ଅଛି ଆମର ଆଗରୁ। ତେବେ 24 ଯୁକ୍ତ 1 ହେଇଯିବ ଆମର 25। ତେବେ 8 ଗୁଣନ 32 ଆମକୁ ମିଳିଲା 256। ଏହାପରେ ଆମେ 1 କୁ ଗୁଣିବା 32 ସହିତ। ପ୍ରକୃତରେ ଏହା ହେଉଛି 10। 1 ର ସ୍ଥାନୀୟ ମାନ ହେଉଛି 10। 1 ହେଉଛି ଦଶକ ଘରର ସଂଖ୍ୟା। ତେଣୁ 1 ପାଇଁ ଏଠି ଆମେ ଏକ ଶୂନ ନେବା। ଏହାପରେ 1 ଗୁଣନ 2 ହେଇଯିବ ଆମର 2। ଏହାପରେ ଆମେ 1 ଗୁଣ 3 କରିବା। 1 ଗୁଣ 3 ହେଇଯିବ ଆମର 3। ତେବେ ଏଠି ଲେଖିବା ଆମେ 3। ତେବେ 10 ଗୁଣନ 32 ଆମକୁ ମିଳିଲା 320। ଏହାପରେ ଆମେ ଦୁଇଟି ଗୁଣଫଳକୁ ଆମେ ମିଶାଇବା। ତେବେ 6 ଯୁକ୍ତ 0 ହେଇଯିବ ଆମର 6। 5 ଯୁକ୍ତ 2 ହେଇଯିବ ଆମର 7। 2 ଯୁକ୍ତ 3 ହେଇଯିବ ଆମର 5। ତେବେ ଆମକୁ ମିଳିଲା 576। ଏହାପରେ ଆଉ ଏକ ଗୁଣନ ଦେଖିବା, 99 ଗୁଣନ 88। ତେବେ 8 ଗୁଣନ 9 ହେଇଯିବ ଆମର 72। ତେବେ 72 ର 2 କୁ ଲେଖିବା, 7 କୁ ଆମେ ଦଶକ ଘର ଉପରେ ଲେଖିବା। 8 ଗୁଣନ 72 ଯୁକ୍ତ 7 ଅଛି। ତେବେ 72 ଯୁକ୍ତ 7 ହେଇଯିବ ଆମର 79। ତେବେ ଲେଖିବା ଆମେ ଏଠି 79। ଏହାପରେ ଆମେ ଦଶକ ଘର 8 କୁ ଗୁଣିବା। ତେବେ ଦଶକ ଘର 8 ପାଇଁ ଏଠି ଆମେ ଏକ ଶୂନ ନେବା। ଏହାପରେ 8 ଗୁଣ 9 ହେଇଯିବ ଆମର 72। 72 ର 2 କୁ ଲେଖିବା ଏବଂ 7 କୁ ଆମେ ଦଶକ ଘର ଉପରେ ଲେଖିବା। ଏହାପରେ ଆମେ 8 ଗୁଣ 9 ହେଇଯିବ ଆମର 72 ଯୁକ୍ତ 7 ଅଛି। ତେବେ 72 ଯୁକ୍ତ 7 ହେଇଯିବ ଆମର 79। ତେବେ ଏଠି ଲେଖିବା ଆମେ 79। ଏହାପରେ ଆମେ ଦୁଇଟି ଗୁଣଫଳକୁ ମିଶାଇବା। ତେବେ 2 ଯୁକ୍ତ 0 ଆମର 2। 9 ଯୁକ୍ତ 2 ହେଇଯିବ 11। 11 ରୁ 1 କୁ ଲେଖିବା ଏବଂ ବାମ ପଟେ 1 କୁ ଆମେ ଶତକ ଘର ଉପରେ ଲେଖିବା। ଏହାପରେ ଆମେ ଶତକ ଘରକୁ ମିଶାଇବା। ତେବେ 1 ଯୁକ୍ତ 7 ହେଇଯିବ 8 ଯୁକ୍ତ 9 ହେଇଯିବ ଆମର 17। ତେବେ 17 ର 7 କୁ ଲେଖିବା, 1 କୁ ଆମେ ହଜାର ଘର ଉପରେ ଲେଖିବା। ତେବେ 1 ଯୁକ୍ତ 7 ହେଇଯିବ ଆମର ହଜାର ଘରେ 8। ତେବେ ଆମକୁ ମିଳିଲା 8712। ବର୍ତ୍ତମାନ ଆମେ ଆଉ ଏକ ଗୁଣନ ଦେଖିବା, 53 ଗୁଣନ 78। ତେବେ 8 ଗୁଣନ 3 ହେଇଯିବ ଆମର 24। 24 ର 4 କୁ ଲେଖିବା ଏବଂ 2 କୁ ଆମେ ଦଶକ ଘର ଉପରେ ଲେଖିବା। 8 ଗୁଣନ 5 ହେଇଯିବ ଆମର 40 ଯୁକ୍ତ 2 ଅଛି। ତେବେ ଆମକୁ ମିଳିଲା 42। ତେବେ ଏଠି ଲେଖିବା ଆମେ 42। ଏହାପରେ ଆମେ ଦଶକ ଘର 7 କୁ ଗୁଣିବା 53 ସହିତ। ତେବେ ଦଶକ ଘର 7 ପାଇଁ ଏଠି ଆମେ ଏକ ଶୂନ ନେବା। ଏହାପରେ 7 ଗୁଣ 3 ହେଇଯିବ ଆମର 21। 21 ର 1 କୁ ଲେଖିବା, 2 କୁ ଆମେ ଦଶକ ଘର ଉପରେ ଲେଖିବା। ଏହାପରେ 7 ଗୁଣ 5 ହେଇଯିବ ଆମର 35 ଯୁକ୍ତ 2 ଅଛି। ତେବେ ଆମକୁ ମିଳିଲା 37। ତେବେ ଏଠି ଲେଖିବା ଆମେ 37। ଏହାପରେ ଆମେ ଦୁଇଟିକୁ ମିଶାଇବା। 4 ଯୁକ୍ତ 0 ହେଇଯିବ ଆମର 4। 2 ଯୁକ୍ତ 1 ହେଇଯିବ 3। 4 ଯୁକ୍ତ 7 ହେଇଯିବ ଆମର 11। 11 ର 1 କୁ ଲେଖିବା ଏବଂ ବାମ ପଟେ 1 କୁ ଆମେ ହଜାର ଘର ଉପରେ ଲେଖିବା। ତେବେ 1 ଯୁକ୍ତ 3 ମିଳିଲା ଆମକୁ 4। ତେବେ 53 ଗୁଣନ 78 ହେଉଛି 4134। ବର୍ତ୍ତମାନ ଆମେ ଆଉ ଏକ ବଡ ସଂଖ୍ୟା ନେଇକି ଦେଖିବା, 796 ଗୁଣନ 58। ତେବେ ଏହାକୁ ମଧ୍ୟ ସମାନ ପ୍ରଣାଳୀରେ ଗୁଣନ କରିବା। 8 ଗୁଣନ 6 ହେଇଯିବ 48। 48 ର 8 କୁ ଲେଖିବା, 4 କୁ ଆମେ ଦଶକ ଘର ଉପରେ ଲେଖିବା। 8 ଗୁଣନ 9 ହେଇଯିବ ଆମର 72 ଯୁକ୍ତ 4 ଅଛି। ତେବେ 72 ଯୁକ୍ତ 4 ହେଇଯିବ ଆମର 76। ତେବେ 76 ର 6 କୁ ଲେଖିବା ଏବଂ 7 କୁ ଆମେ ଶତକ ଘର ଉପରେ ଲେଖିବା। ଏହାପରେ 8 ଗୁଣନ 7 ହେଇଯିବ 56 ଯୁକ୍ତ 7 ଅଛି। ତେବେ 56 ଯୁକ୍ତ 7 ହେଇଯିବ ଆମର 63। ତେବେ ଏଠି ଲେଖିବା ଆମେ 63। ଏହାପରେ ଆମେ ଦଶକ ଘର 5 କୁ ଗୁଣନ କରିବା। ତେବେ ଦଶକ ଘର 5 ପାଇଁ ଏଠି ଆମେ ଏକ ଶୂନ ନେଇଯିବା। ଏହାପରେ 5 ଗୁଣନ 6 ହେଇଯିବ 30। 30 ର 0 କୁ ଲେଖିବା ଏବଂ 3 କୁ ଦଶକ ଘର ଉପରେ ଲେଖିବା। ଏହାପରେ 5 ଗୁଣନ 9 45 ଯୁକ୍ତ 3 ଅଛି। ତେବେ 45 ଯୁକ୍ତ 3 ହେଇଯିବ 48। 48 ର 8 କୁ ଲେଖିବା, 4 କୁ ଶତକ ଘର ଉପରେ ଲେଖିବା। ଏହାପରେ 5 ଗୁଣନ 7 ହେଇଯିବ 35 ଯୁକ୍ତ 4 ଅଛି। ତେବେ 35 ଯୁକ୍ତ 4 ହେଇଯିବ ଆମର 39। ତେବେ ଏଠି ଲେଖିବା ଆମେ 39। ବର୍ତ୍ତମାନ ଆମେ ଦୁଇଟି ଗୁଣଫଳକୁ ମିଶାଇବା। ତେବେ 8 ଯୁକ୍ତ 0 8। 6 ଯୁକ୍ତ 0 6। 3 ଯୁକ୍ତ 8 11। ତେବେ 11 ର 1 କୁ ଲେଖିବା ଏବଂ ବାମ ପଟ 1 କୁ ଆମେ ହଜାର ଘର ଉପରେ ଲେଖିବା। ତେବେ 1 ଯୁକ୍ତ 6 7 ଯୁକ୍ତ 9। 7 ଯୁକ୍ତ 9 ହେଇଯିବ ଆମର 16। ତେବେ 16 ର 6 କୁ ଲେଖିବା ଏବଂ 1 କୁ ଆମେ ଅୟୁତ ଘର ଉପରେ ଲେଖିବା। ଏହାପରେ 1 ଯୁକ୍ତ 3 ଆମକୁ ମିଳିଲା 4। ତେବେ 796 ଗୁଣନ 58 ହେଉଛି 46168। ବର୍ତ୍ତମାନ ଆମେ ଆଉ ଏକ ବଡ ସଂଖ୍ୟା ନେଇକି ଦେଖିବା, 523 ଗୁଣନ 798। ତେବେ 8 ଗୁଣନ 3 ହେଇଯିବ ଆମର 24। ତେବେ 24 ର 4 କୁ ଲେଖିବା, 2 କୁ ଆମେ ଦଶକ ଘର ଉପରେ ଲେଖିବା। 8 ଗୁଣନ 2 16 ଯୁକ୍ତ 2 ଅଛି ଆଗରୁ। ତେବେ 16 ଯୁକ୍ତ 2 ହେଇଯିବ ଆମର 18। 18 ର 8 କୁ ଲେଖିବା ଏବଂ 1 କୁ ଆମେ ଶତକ ଘର ଉପରେ ଲେଖିବା। ଏହାପରେ 8 ଗୁଣନ 5 40 ଯୁକ୍ତ 1 ଅଛି। ତେବେ 40 ଯୁକ୍ତ 1 ଆମର ମିଳିଲା 41। ଏହାପରେ ଆମେ 798 ର 9 କୁ ଗୁଣିବା। 9 ହେଉଛି ଦଶକ ଘର ସଂଖ୍ୟା। ତେବେ 9 ପାଇଁ ପ୍ରଥମେ ଆମେ ଏକ ଶୂନ ନେବା। ଏହାପରେ 9 ଗୁଣନ 3 ହେଇଯିବ ଆମର 27। ତ 27 ର 7 କୁ ଲେଖିବା, 2 କୁ ଆମେ ଦଶକ ଘର ଉପରେ ରଖିବା।
यापर 9 गुणन 2 18 जुक्त 2 अच्छी तो 18 जुक्त 2 हो 20 20 शून को लिखा और 2 को आम शतक घर उपर लिखा यापर 9 गुणन 5 आम 45 जुक्त 2 अच्छी 45 जुक्त 2 हो 47 तेज ये लिखा आम 47 यापर आम 7 को गुणा 7 स्थानीय मान 700 7 हूँ शतक घर संख्या तेज 7 आम प्रथम 2टी शून्य ना यापर 7 गुण 3 हो 21 21 रु 1 को लिखा और 2 को आम दशक घर उपर लिखा 7 गुण 2 14 जुक्त 2 अच्छे तेज 14 जुक्त 2 हो 16 16 6 को लिखा 1 को आम शतक घर उपर रखा यापर 7 गुण 5 35 जुक्त 1 अच्छी 36 तेज लिखा आम 36 बर्तमान आम तीनोटी गुणफल को मिसाइबा तेज 4 जुक्त 0 हो 4 8 जुक्त 7 हो 15 15 5 को रखा 1 को आम शतक घर उपर रखा बर्तमान आम शतक घर को मिसाइबा तो 1 जुक्त 1 2 जुक्त 1 3 तो ये लिखा आम 3 यापर आम हजार घर को मिसाइबा 4 जुक्त 7 11 जुक्त 6 17 तेज 17 7 को लिखा 1 को आम अयुत घर उपर लिखा 1 जुक्त 4 हो 5 जुक्त 6 हो 11 तेज 11 1 को लिखा और बाम पट 1 को आम लक्ष्य घर उपर लिखा तो 1 जुक्त 3 आमको मिला 4 तो 523 गुणन 798 हूँ 417,354 ठीक अच्छे।